ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ପାତ୍ରା ଭଳି ପିତା ସତ୍ୟ କଥା। ଯେଉଁ ପ୍ରଶ୍ନ ଗୁଡ଼ିକର ଉତ୍ତର ନାହିଁ ସେଗୁଡ଼ିକୁ ଛାଡ଼ିଦେବା ଭଲ। ଯେଉଁ ସମ୍ପର୍କର କୌଣସି ପ୍ରଶଂସା ନାହିଁ ତାକୁ ବି ଛାଡ଼ିଦେବା ଭଲ। ଖରାପ ସମୟରେ ଯେଉଁ ହାତ ତୁମକୁ ଛାଡ଼ିଦିଏ ତାକୁ ଛାଡ଼ିଦେବା ଭଲ। ନିଜ ସ୍ୱାର୍ଥ ପାଇଁ ଯେଉଁମାନେ ତୁମ ସହିତ ବୁଲନ୍ତି ସେମାନଙ୍କୁ ଛାଡ଼ିଦେବା ବହୁତ ଭଲ। ଗାର୍ଲଫ୍ରେଣ୍ଡ ସମସ୍ତେ ଛୁଇଁବା ପାଇଁ ଚାହୁଁଛନ୍ତି, ଗାର୍ଲଫ୍ରେଣ୍ଡକୁ ସମସ୍ତେ ଛୁଇଁବା ପାଇଁ ଚାହୁଁଛନ୍ତି, କିନ୍ତୁ ବିବାହ କରିବା ପାଇଁ ବିନା ଛୁଆଁ ହୋଇଥିବା ସ୍ତ୍ରୀ ଦରକାର। ଆଜିକା ଦୁନିଆରେ ଏହା ହେଉଛି ପିତା ସତ୍ୟ କଥା। ପଇସା କମାନ୍ତୁ ସାର୍, କାରଣ ଝିଅମାନଙ୍କ ସ୍ୱପ୍ନରେ ରାଜକୁମାରମାନେ ଆସନ୍ତି, ଶ୍ରମିକମାନେ ନୁହନ୍ତି। ବିବାହଘର ପୂର୍ବରୁ ଝିଅକୁ ରୋଗ ହେଉନଥିଲା, ବିବାହଘର ପରେ ମହିଳାଙ୍କୁ ହଜାର ରୋଗ ହେଇଯାଉଛି। ଏହାର କାରଣ ହେଉଛି କି ପୂର୍ବରୁ ଝିଅ ଖୁସିରେ ରହୁଥିଲା, ବିବାହଘର ପରେ ଶାଶୁ ଘରେ ଅପମାନ ଶୁଣି ଶୁଣି ଅତ୍ୟଧିକ ଚିନ୍ତାରେ ପଡ଼ିଯାଆନ୍ତି ଏବଂ ସବୁ ପ୍ରକାର ରୋଗ ମଧ୍ୟ ମାଡ଼ି ବସିଥାଏ। ଏହା ହେଉଛି ସତ୍ୟ କଥା। ଯଦି ଗୋଟିଏ ପୁଅ 10 ଜାଗାରେ ମୁହଁ ମାରିକି ପବିତ୍ର, ତାହେଲେ ଗୋଟିଏ ଝିଅକୁ କ'ଣ ପାଇଁ ଚରିତ୍ରହୀନ ବୋଲି କହିକି ପ୍ରଶ୍ନ କରାଯାଏ। ଯଦି ପୁଅ ପବିତ୍ର ତାହେଲେ ଝିଅମାନେ ବି ପବିତ୍ର। ଶରୀରକୁ ସୁନ୍ଦର ହୋଇଥିବା ଝିଅ, ଶରୀରରୁ ସୁନ୍ଦର ହୋଇଥିବା ଝିଅ ଆପଣଙ୍କୁ ବିଞ୍ଚଣାରେ ଖୁସି କରିଦେଇ ପାରନ୍ତି, କିନ୍ତୁ ଜୀବନରେ ନୁହେଁ। ଦୀର୍ଘ ଜୀବନରେ କୌଣସି ଅର୍ଥ ନାହିଁ। ଜୀବନର ଅର୍ଥ ହେଉଛି କମ୍ ବଞ୍ଚିବା, କିନ୍ତୁ ପ୍ରତିଦିନ ଖୁସିରେ ବଞ୍ଚିବା। ଯେତିକି ଦିନ ବଞ୍ଚିବା ହସ ଖୁସିରେ ବଞ୍ଚିବା, ବେଶୀ ଦିନ ବଞ୍ଚିବା କିଛି ଆବଶ୍ୟକତା ନାହିଁ। ଗୋଟେ ବହୁତ ସୁନ୍ଦର କଥା ଲେଖା ହୋଇଛି। ଗାଁରେ ନିମ୍ବ ଗଛ ହ୍ରାସ ପାଇବା ଲାଗିଛି, ଘରେ ତିକ୍ତତା ବୃଦ୍ଧି ପାଉଛି, ଜିଭରେ ମିଠାଦତା ହ୍ରାସ ପାଉଛି, ଶରୀରରେ ଚିନି ବୃଦ୍ଧି ପାଉଛି। କୌଣସି ମହାପୁରୁଷ ଏହା ଠିକ୍ କହିଥିଲେ, ଯେତେବେଳେ ରାସ୍ତା କଡ଼ରେ ପୁସ୍ତକ ବିକ୍ରି ହେବ ଏବଂ କାଚ ସୋରୁମରେ ଜୋତା ରହିବ, ତେବେ ସେତେବେଳେ ବୁଝିଯିବେ ଯେ ଲୋକଙ୍କୁ ଜ୍ଞାନର ଆବଶ୍ୟକତା ନାହିଁ, ଜୋତାର ଆବଶ୍ୟକତା ଅଛି। 14ରୁ 34 ବର୍ଷର ଝିଅମାନଙ୍କୁ ବହୁତ ଶୃଙ୍ଖଳାରେ ରଖିବା ଉଚିତ, କାରଣ ଏହି ବୟସରେ ଝିଅମାନେ ବହୁତ ନିରୀହ ହୋଇଥାନ୍ତି ଏବଂ ଯଦି କେହି ସେମାନଙ୍କ ସହିତ ମିଠା କଥା କୁହନ୍ତି ତେବେ ଝିଅମାନେ ଭାବନ୍ତି ଯେ ତାଙ୍କଠାରୁ ଅଧିକ କେହି ସେମାନଙ୍କୁ ଭଲ ପାଇପାରିବେ ନାହିଁ। ସେଥିଲାଗି ଝିଅମାନଙ୍କୁ ଶୃଙ୍ଖଳାର ସହିତ ଏତକ ସମୟ ରଖନ୍ତୁ। ଜଣେ ବ୍ୟକ୍ତି ନିଜକୁ ଯେତେ ବ୍ୟସ୍ତ ରଖୁନା କାହିଁକି, ସେ ଯାହାକୁ ଭଲ ପାଏ ତାହାର ସ୍ମୃତିକୁ ଏଡ଼ାଇ ପାରିବ ନାହିଁ। ସେହି ସ୍ତ୍ରୀମାନେ ବହୁତ ଭାଗ୍ୟବାନ ଯେଉଁମାନେ ନିଜ ସ୍ୱାମୀଙ୍କ ହୃଦୟ ଉପରେ ରାଜ କରନ୍ତି। ବାକିମାନେ ଘରର କୌଣସି କୋଣରେ କାନ୍ଦି କାନ୍ଦି ଏବଂ ଶ୍ୱାସରୁଦ୍ଧ ହୋଇ ଜୀବନ ବିତାଇ ଦିଅନ୍ତି, ନାଇଁ ତ ଜୀବନ ମଧ୍ୟ ଚାଲିଯାଏ। ସବୁବେଳେ ତୁମ ସ୍ତ୍ରୀକୁ ତୁମ ପରିବାର ଖରାପ ବ୍ୟବହାରରୁ ରକ୍ଷା କର, କାରଣ ସେ ଝିଅଟି ତୁମର ମା, ଭଉଣୀ କିମ୍ବା କୌଣସି ସମ୍ପର୍କୀୟ ସହିତ ବିବାହିତ ନୁହେଁ। ତେବେ ସେମାନେ ତୁମ ସ୍ତ୍ରୀକୁ କାହିଁକି ନିର୍ଯାତନା ଦେଉଛନ୍ତି? ପତି ପତ୍ନୀ ଝଗଡ଼ା ହେବାର 8ଟି କାରଣ। ପତି ନିଜ ପତ୍ନୀଙ୍କୁ ଅଧାରୁ ଅଧିକ ଜିନିଷ କୁହନ୍ତି ନାହିଁ। 2ରେ ସବୁବେଳେ ସ୍ତ୍ରୀ ଉପରେ ଚିଲେଇବା। 3ରେ ସ୍ତ୍ରୀଙ୍କୁ ନ କହିକି ସାଙ୍ଗମାନଙ୍କ ସହିତ ବାହାରେ ବୁଲାବୁଲି କରିବାକୁ ଯିବା ବା ବୁଲିଯିବା। ସବୁବେଳେ ପତ୍ନୀର ସୁନ୍ଦରତାକୁ କମି ବାହାର କରିବା, ପତ୍ନୀର ସୁନ୍ଦରତାରୁ କମି ବାହାର କରିବା। ସୁନ୍ଦର ସ୍ତ୍ରୀ ସହିତ ପତ୍ନୀର ତୁଳନା କରିବା। ପତ୍ନୀର ଖର୍ଚ୍ଚରେ ରୋକ ଲଗାଇବା। ପ୍ରତିଦିନ ସନ୍ଧ୍ୟାରେ ବା ରାତିରେ ଘରକୁ ଡେରିରେ ଫେରିବା। ପତ୍ନୀର ଚରିତ୍ର ଉପରେ ସବୁବେଳେ ସନ୍ଦେହ କରିବା। ଏସବୁ ଜିନିଷରୁ ଦୂରେଇ ରୁହନ୍ତୁ ଏବଂ ପତି ପତ୍ନୀ ଜୀବନଟାକୁ ଭଲରେ ସୁରୁଖୁରୁରେ ଅତିବାହିତ କରନ୍ତୁ। ସାଇକୋଲୋଜି କହିଥାଏ, ଯଦି ଆପଣ କାହା ବିଷୟରେ ବହୁତ ଅଧିକ ଭାବିଥାନ୍ତି, ବିଶ୍ୱାସ କରନ୍ତୁ ସେଇ ମଣିଷ ବି ଆପଣଙ୍କ ବିଷୟରେ ହିଁ ବହୁତ ଭାବୁଥିବେ। ଯେତେବେଳେ ଭାବନା ଶୁଦ୍ଧ ଏବଂ ମନ ଶୁଦ୍ଧ ହୋଇଥାଏ, ସେତେବେଳେ ପ୍ରେମ କେବେ ବି ବିପଥଗାମୀ ହୋଇପାରିବ ନାହିଁ। କୌଣସି ଦମ୍ପତିଙ୍କର ବ୍ରେକଅପ୍ କେବଳ ସେତେବେଳେ ହୋଇଥାଏ ଯେତେବେଳେ ସେ 2 ଜଣଙ୍କ ଭିତରୁ କେହି ବି ଜଣେ ଅନ୍ୟ ତୃତୀୟ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେଇଥାନ୍ତି। ସେମିତି କେବେ ବି କରନ୍ତୁ ନାହିଁ। ନିଜ କଥା ବାହାରେ ପ୍ରକଟ କରନ୍ତୁ ନାହିଁ କି ନିଜ ସମ୍ପର୍କକୁ ନେଇକି ଅନ୍ୟମାନଙ୍କଠୁ କାହାଠୁ ଉପଦେଶ ଆଣନ୍ତୁ ନାହିଁ। ଆପଣ 2 ଜଣଙ୍କ କଥା ଆପଣ ଭିତରେ ହିଁ ସମାଧାନ କରନ୍ତୁ। ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ ଅତ୍ୟଧିକ ମଜାମସ୍ତି କରନ୍ତି ଏବଂ ଆପଣଙ୍କୁ ଥଟ୍ଟା କରିବା ଆରମ୍ଭ କରେ, ତେବେ ବୁଝିଯାଆନ୍ତୁ ଯେ ସେ ମାନସିକ ସ୍ତରରେ ଆପଣଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଛନ୍ତି।
କର୍ମ କହିଥାଏ କି ସବୁବେଳେ ପ୍ରସ୍ତୁତ ରୁହନ୍ତୁ ଏକା ରହିବା ପାଇଁ। କାହିଁକି ନା କିଛି ଲୋକ ହଠାତ୍ ବଦଳି ଯାଆନ୍ତି। ଆଜି ଆପଣ ଯାହା ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲେ କାଲି ତା ପାଇଁ ଆପଣଙ୍କର କୌଣସି ବି ମୂଲ୍ୟ ରହିବ ନାହିଁ। କଳିଯୁଗର ସତ୍ୟ, ଯିଏ ଯେତେ ଲଜ୍ଜା ହରାଉଛନ୍ତି ତାର ସେତିକି ଅଧିକ ଖର୍ଚ୍ଚ ହେଉଛି। ଯିଏ ଯେତେ ତଳକୁ ତଳ ଖସୁଛି ଏ ଦୁନିଆରେ ସେ ସେତିକି ଉପରକୁ ଉଠୁଛି। ଜମିରେ ଘର ତିଆରି କରିବା ଅତ୍ୟନ୍ତ ସହଜ, କିନ୍ତୁ ହୃଦୟରେ ସ୍ଥାନ ତିଆରି କରିବାରେ ଜୀବନ ଅତିବାହିତ ହୋଇଯାଏ। ଯେମିତି ଲେମ୍ବୁର କିଛି ବୁନ୍ଦା କ୍ଷୀର ଏବଂ ପାଣିକୁ ଅଲଗା ଅଲଗା କରିଦିଏ, ଠିକ୍ ସେହିଭଳି କିଛି ପଇସାର ଗର୍ବ ପିତା ପୁତ୍ର, ଭାଇ ଭଉଣୀ ଏବଂ ଭାଇ ଭାଇ ସମ୍ପର୍କକୁ ମଧ୍ୟ ଅଲଗା ଅଲଗା କରିଦେଇଥାଏ। ଏହା ହେଉଛି ନିରାଟ ସତ୍ୟ କଥା। ବିବାହ କରିବା କୌଣସି ପିଲା ଖେଳ ନୁହେଁ। ଜୀବନରେ ଯଦି କୌଣସି ନିଷ୍ପତ୍ତି ନେଉଛନ୍ତି ତାହେଲେ ଭାବି ଚିନ୍ତି ନିଅନ୍ତୁ, କାହିଁକି ନା ଭୁଲ ନିଷ୍ପତ୍ତି ପୁରା ଜୀବନକୁ ବର୍ବାଦ କରିଦେଇଥାଏ। ସେଥିପାଇଁ ନିଷ୍ପତ୍ତି ଭାବି ଚିନ୍ତି ନିଅନ୍ତୁ। ପତିଙ୍କ ପାଦର ଜୋତା ଭାବୁଥିବା ମହିଳା ଗୋଟେ ଦିନ ସେ ସମସ୍ତଙ୍କ ପାଦର ଜୋତା ହୋଇଯାଇଥାଏ। ସେଭଳି ବ୍ୟବହାର, ସେଭଳି ମାନସିକତା ରଖନ୍ତୁ ନାହିଁ। ଆଜିର ସମୟରେ କୌଣସି ଝିଅ ବାକି ନାହାନ୍ତି ଯିଏ କେବଳ ଗୋଟିଏ ପୁଅର ହୋଇପାରନ୍ତି। ବର୍ତ୍ତମାନ ଝିଅମାନେ ସର୍ବଦା ସର୍ବୋତ୍ତମ ସନ୍ଧାନରେ ଅଛନ୍ତି ଏବଂ ଯେତେବେଳେ ସେ ଆପଣଙ୍କ ଅପେକ୍ଷା ଆଉ ଏକ ଭଲ ପୁଅକୁ ଭଲ ପାଆନ୍ତି, ସେ ଆପଣଙ୍କ ପ୍ରେମ ଏବଂ ସମ୍ମାନକୁ ମଧ୍ୟ ସମ୍ମାନ କରନ୍ତି ନାହିଁ, ପାଦରେ କାଢ଼ି ଦେଇକି ଯାଇଥାନ୍ତି ହେରି। ଏହି ତିନୋଟି ଜିନିଷ କେବେ ବି କାହାକୁ ମାଗନ୍ତୁ ନାହିଁ: ସମୟ, ଭଲ ପାଇବା, ସମ୍ମାନ। କାହିଁକି ନା କେବଳ ଆପଣଙ୍କୁ ସମ୍ମାନ କରୁଥିବା ବ୍ୟକ୍ତି ଆପଣ ତାଙ୍କୁ ନ ମାଗିଲେ ବି ଏହି ତିନୋଟି ଜିନିଷ ଦେଇଥାନ୍ତି, ଆପଣଙ୍କୁ ମାଗିବାକୁ ପଡ଼ିନଥାଏ। ଜଣେ ପୁରୁଷ ନିଜ ପ୍ରିୟ ସ୍ତ୍ରୀର ମିଥ୍ୟା ପାଣି ପିଇପାରେ, କିନ୍ତୁ ମିଥ୍ୟା ନୁହେଁ। ଯଦି ଜଣେ ଭଲ ଜୀବନସାଥୀ ମିଳିଯାଏ, କେବଳ ଯୁବକ ନୁହେଁ ବୃଦ୍ଧାବସ୍ଥାରେ ମଧ୍ୟ ଉନ୍ନତି ହୁଏ। ସେଥିଲାଗି ସବୁବେଳେ ଗୋଟେ ଭଲ ମଣିଷଟେ ଖୋଜନ୍ତୁ, ଭଲ ଜୀବନସାଥୀଟେ ଖୋଜନ୍ତୁ। ଯନ୍ତ୍ରଣା ସୃଷ୍ଟି କରିସାରିବା ପରେ ପ୍ରକାଶିତ ପ୍ରେମ, ମାନେ ଯନ୍ତ୍ରଣା କଷ୍ଟ ଦେଇସାରିଲା ପରେ ଯେଉଁ ଦେଖେଇ ହେବା ପ୍ରେମ ଏବଂ ଅବହେଳା ପରେ ମଧ୍ୟ ଦେଖାଯାଉଥିବା ମହତ୍ତ୍ୱ, ଏସବୁର କୌଣସି ବି ଗୁରୁତ୍ୱ ନଥାଏ ବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଟଙ୍କା ନେବା ବେଳେ ଲୋକମାନେ ସମ୍ପର୍କୀୟ ହୁଅନ୍ତି, କିନ୍ତୁ ଯେତେବେଳେ ତାଙ୍କ ଦେବା କଥା ଆସେ ସେ କେହି ସିଧାସଳଖ କଥାବାର୍ତ୍ତା କରନ୍ତି ନାହିଁ। ସମସ୍ତେ ଆପଣଙ୍କ ଶତ୍ରୁ ହୋଇଯାଆନ୍ତି। ବିଶ୍ୱାସ କରନ୍ତୁ ଯେ ଆପଣ ଯାହା ଅନ୍ୟକୁ ଦେଉଛନ୍ତି ତାହା ଫେରସ୍ତ ହୋଇଯିବ। ଯେତେବେଳେ ଆପଣ ଖରାପ କାମ କରିବା ପରେ ମଧ୍ୟ ଖରାପ ଅନୁଭବ କରୁନାହାନ୍ତି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଚରିତ୍ରରେ ମନ୍ଦତା ଆସିଯାଇଛି ବା ଖରାପ ଜିନିଷ ଆସିଯାଇଛି। ଏହା ହେଉଛି କଳିଯୁଗ। ଏଠାରେ ସତ୍ୟକୁ ଅଭଦ୍ର ଭଳି କୁହାଯାଇଥାଏ ଏବଂ ମିଥ୍ୟାକୁ ଭଦ୍ର ଭାବରେ କୁହାଯାଇଥାଏ। କଳିଯୁଗରେ ହିଁ ଏହି ଜିନିଷ ଘଟୁଛି। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।